ଧରିତ୍ରୀ ମାଙ୍କୁ। ଦି ବର୍ଷ କି 3 ବର୍ଷ ତଳେ ତାର ଘଟଣା ହେଇଥିଲା। ମୋ ଝିଅ କହିଲା ମତେ ଛାଡିଦିଅ, ମୋ ମା ବାପା ଖୁସିରେ ମୁଁ ଖୁସି। ତାକୁ ଥାନା ନେଇଥିଲେ ପୁରା ହେଇଥିଲା। ଆଉ ଥରେ ହଠାତ୍ ଆସିକି କିଛି ସମାଧାନ ନ କରିକି ମୋ ଝିଅକୁ ଆଣିକି ପଳେଇଲେ। ମୁଁ ତ ବେଶୀ ନାଁରେ ଜାଣିନି, କିରଣ ବୋଲି ତା ନାଁ। ଏମିତିକା ବାହାରୁ ତାଙ୍କ ବାବା ଥିଲାବେଳେ ବାହାରୁ ଆସିକି ଫାଶୀ ଦେବାକୁ ଚେଷ୍ଟା କଲା। ତା ବାବା ନେଇକିରି ଥାନା ପୁରେଇଥିଲେ ବାଡ଼ପିଟା କରିଥିଲେ ଥାନା ବାଲା। ତାପରେ ସମାଧାନ ହେଇଥିଲା। ତା ମା ଭାଇ ଆସିକି ସମାଧାନ କରି ନେଇଥିଲେ, ଭୁଲ ବି ମାଗିଥିଲେ। ମୋ ହଜବେଣ୍ଡକୁ ଭୁଲ ମାଗିଥିଲେ, ମୋ ଝିଅକୁ ଭୁଲ ମାଗିଲେ। ମାଗିକି ସେ ପିଲା ଗଲା। ଆଜି ଆଜି ମୁଁ ନଥିବାର ଦେଖିକି ସେ ଘରେ ପଶିକି ଏ ଘଟଣା ଘଟିଛି। କିଛି ନାହିଁ, ବଦମାସ ପିଲା, ତାକୁ ଫାଶୀ ଦିଆଯାଉ। ତାକୁ ଛାଡ଼ିବାକୁ ହବନି। ମୁଁ ତ ଥାନାକୁ ଯାଇକି କହିବି, ଆଉ ଛାଡ଼ିବାକୁ ହବନି। ତାକୁ ଫାଶୀ ଦିଆଯାଉ। ମୋ ଝିଅ ଯେତିକି କଷ୍ଟ ପାଇଛି ତା 2 ଡବଲ କଷ୍ଟ ପାଉଛି। ତାକୁ ତ ଛାଡ଼ିବାକୁ ହବନି। ଆଉ ତାକୁ ଯଦି ଛାଡ଼ିଦେଲେ ମୋ ଝିଅକୁ ନିଆଉ ମିଳିଲାନି ବୋଲି ଭାବି ଏତିକି ମନେ